ସିଙ୍ଗଡ଼ା ତିଆରି ସରିଲା? ଭାରି ଭୋକ ଲାଗିଲାଣି। ହଁ ରେ ମା, ଏଇ ତ ସରିଗଲା। ଏଇ ନେ ସିଙ୍ଗଡ଼ା ଖା। ଦୋକାନ ଖୋଲିବାର ସମୟ ହେଇଗଲାଣି, ମୁଁ ଏବେ ଯାଏ। ଆରେ ଚଢ଼େଇ, ତୁ ଆସିଗଲୁ? ଆମେ କେତେବେଳୁ ତତେ ଅପେକ୍ଷା କରିଥିଲୁ। ଦେ ଦେ ମତେ ଶୀଘ୍ର 5ଟା ସିଙ୍ଗଡ଼ା ଦେ। ମୋ ଦୁଇ ଛୁଆ ତ ସିଙ୍ଗଡ଼ା ଖାଇବାକୁ ଭାରି ଭଲ ପାଆନ୍ତି। ହଁ ହଁ ଭଉଣୀ, ଏଇ ନିଅ। ଏମିତି ସକାଳୁ ସକାଳୁ ହିଁ ଚଢ଼େଇର ଦୋକାନରେ ଭିଡ଼ ଜମୁଥିଲା। ସନ୍ଧ୍ୟା ସୁଦ୍ଧା ତାର ସବୁ ସିଙ୍ଗଡ଼ା ବିକ୍ରି ହେଇଯାଉଥିଲା। ଚଢ଼େଇର ଦୋକାନ ପାଖରେ କାଉମାନେ ଏକ ସିଙ୍ଗଡ଼ା ଦୋକାନ ଦେଇଥିଲେ। କାଉମାନଙ୍କ ସିଙ୍ଗଡ଼ା ଭଲ ହେଇନଥିବାରୁ ସବୁଦିନ ତାଙ୍କର ବହୁତ କମ୍ ସିଙ୍ଗଡ଼ା ବିକ୍ରି ହେଉଥିଲା। ଏତେ ସୁନ୍ଦର କରି ମୁଁ ଦୋକାନ ସଜେଇଛି, ହେଲେ ମୋ ଦୋକାନକୁ କେହି ବି ଆସୁନାହାନ୍ତି। ସେପଟେ ଚଢ଼େଇର ଦୋକାନରେ ସବୁବେଳେ ଭିଡ଼ ଜମୁଛି। ଏସବୁ ଦେଖିଲେ ମୋ ଦେହ ଜଳି ଯାଉଛି। ଆରେ ଚିଲ ଦିଦି, ଆଜି ତୁମେ ଆସିଛ? ସିଙ୍ଗଡ଼ା ଦେବି? ହଁ ଚଢ଼େଇ, ମତେ ସିଙ୍ଗଡ଼ା ଦରକାର, ହେଲେ ଆଜି ନୁହଁ, କାଲି। ମୋ ଘରକୁ କିଛି କୁଣିଆ ଆସୁଛନ୍ତି। ମୁଁ ଥରେ ତାଙ୍କ ଘରକୁ ତ ସିଙ୍ଗଡ଼ା ପଠେଇଥିଲି। ସେମାନଙ୍କୁ ତ ସିଙ୍ଗଡ଼ା ବହୁତ ଭଲ ଲାଗିଲା। ଏଇ ନେ କିଛି ଟଙ୍କା। କାଲି ତୁ ମୋ ପାଇଁ 500ଟି ସିଙ୍ଗଡ଼ା ତିଆରି କରିଦେବୁ। ଠିକ ଅଛି ଚିଲ ଦିଦି, ମୁଁ କାଲି 500ଟି ସିଙ୍ଗଡ଼ା ତିଆରି କରିଦେବି। ହେଲେ ମତେ ଆଗୁଆ ଟଙ୍କା ଦିଅନି। ସିଙ୍ଗଡ଼ା ତିଆରି କରିସାରି ତାପରେ ଟଙ୍କା ଦେବ। ଆରେ ଚଢ଼େଇ, ଏତେ ଗୁଡେ ସିଙ୍ଗଡ଼ା ତିଆରି କରିବାରେ ତୋର ବି କିଛି ଟଙ୍କା ଖର୍ଚ୍ଚ ହେବ। ମୁଁ ପୁରା ଟଙ୍କା ଦେଇନି, ଅଧା ଟଙ୍କା ଦେଇଛି। ତୁ ସିଙ୍ଗଡ଼ା ତିଆରି କରି ସାରିଲା ପରେ ମୁଁ ତତେ ପୁରା ଟଙ୍କା ଦେଇଦେବି। ଆଚ୍ଛା ଠିକ ଅଛି ଚିଲ ଦିଦି, ମୁଁ କାଲି ସବୁ ସିଙ୍ଗଡ଼ା ତିଆରି କରି ତୁମ ଘରେ ପହଞ୍ଚେଇ ଦେବି। ହଉ ଚଢ଼େଇ, ମୁଁ ଏବେ ଯାଉଛି। କାଲି ସନ୍ଧ୍ୟା ସୁଦ୍ଧା ମୋ ଘରେ ସିଙ୍ଗଡ଼ା ପହଞ୍ଚେଇ ଦେବୁ। ଏପଟେ ମୋର ଗୋଟେ ବି ସିଙ୍ଗଡ଼ା ବିକ୍ରି ହେଉନି। ସେପଟେ ଚଢ଼େଇକୁ ଏତେ ଗୁଡେ ସିଙ୍ଗଡ଼ାର ଅର୍ଡର ମିଳୁଛି। ନା, ଆଉ ନୁହଁ, କାଲି ଚଢ଼େଇ ସିଙ୍ଗଡ଼ା ତିଆରି କରି ସାରୁ। ମୁଁ ଚଢ଼େଇର ସବୁ ସିଙ୍ଗଡ଼ା ନଷ୍ଟ କରିଦେବି। ତାପରେ କାଉ ଘରକୁ ଗଲା, ଆଉ ଏକ ଯୋଜନା ବନେଇଲା। ପରଦିନ ସକାଳେ, ଆରେ ମା, ସିଙ୍ଗଡ଼ା ତିଆରି ତ ସରିଗଲା। ତୁ ଘରେ ଥିବୁ, ମୁଁ ଯାଏ ଚିଲ ଦିଦିଙ୍କ ଘରେ ସବୁ ସିଙ୍ଗଡ଼ା ପହଞ୍ଚେଇ ଦିଏ। ଆଚ୍ଛା ଠିକ ଅଛି ମା। ଏମିତି ଚଢ଼େଇ ଆଗକୁ ଯାଉଥିଲା। ହଠାତ୍ ସେ ଏକ କାନ୍ଦିବାର ସ୍ୱର ଶୁଣି ଅଟକି ଗଲା। ବଞ୍ଚାଅ, ବଞ୍ଚାଅ, ମତେ କେହି ବଞ୍ଚାଅ। ଲାଗୁଛି କିଏ ବିପଦରେ ପଡିଛି। ମୁଁ ଯାଇ ଦେଖି ଆସେ। ଯା ଯା ଚଢ଼େଇ, ଏଇ ସୁଯୋଗକୁ ମୁଁ ଅପେକ୍ଷା କରିଥିଲି। ଯେମିତି ଚଢ଼େଇ ଆଗକୁ ଗଲା, କାଉ ତାର ସବୁ ସିଙ୍ଗଡ଼ା ଦୂରକୁ ନେଇ ଏକ ବୁଦା ମୂଳେ ରଖିଦେଲା। ଆରେ କାଉ ଭଉଣୀ, ତୁମର ଏ ଅବସ୍ଥା କେମିତି ହେଲା? ଚଢ଼େଇ, ମତେ ଟିକେ ସାହାଯ୍ୟ କର। ମୁଁ ଉଡ଼ିବା ସମୟରେ ଏଇ ଗଛର ଗୋଟେ ଡାଳ ମୋ ଉପରେ ଖସି ପଡ଼ିଲା। ଏବେ ମୁଁ ଏ ଡାଳ ତଳୁ ବାହାରି ପାରୁନି। ଆଚ୍ଛା ଆଚ୍ଛା, ତୁମେ ଆଉ ଚିନ୍ତା କରନି, ମୁଁ ଏବେ ତୁମକୁ ଡାଳରୁ ବାହାର କରୁଛି। ଏମିତି କହି ଚଢ଼େଇ କାଉର ସ୍ତ୍ରୀକୁ ଗଛ ଡାଳ ତଳୁ ମୁକ୍ତ କଲା। ଚଢ଼େଇ, ତତେ ବହୁତ ବହୁତ ଧନ୍ୟବାଦ। ହଉ, ମୁଁ ଏବେ ଘରକୁ ଯାଉଛି। କଥା କଣ, ଏବେ ତ ଇଏ ଗଛ ଡାଳ ତଳେ ଚାପି ହେଇ କାନ୍ଦୁଥିଲେ। ଏତେ ଶୀଘ୍ର ଭଲ ହେଇ ଉଡ଼ିଗଲେ। ସେ ଯା ବି ହଉ, ମୁଁ ଏବେ ମୋ କାମରେ ଯାଏ। କଣ ସର୍ବନାଶ ହେଇଗଲା। ଏଠି ତ ମୋ ସିଙ୍ଗଡ଼ା ଗାଡି ନାହିଁ। ଏତେ ବଡ କ୍ଷତି ମୋର କିଏ କଲା? ନା, ଏଠି ସମୟ ନଷ୍ଟ କରିବିନି। ମୁଁ ଏବେ ମୋ ସିଙ୍ଗଡ଼ା ଗାଡି ଖୋଜିବାକୁ ଯିବି। କେତେ ସୁନ୍ଦର ଖାଇବାର ବାସ୍ନା ଆସୁଛି। ଏଥିରେ କଣ ଅଛି? ଆରେ ବା, ଏଠି ତ ଅନେକ ଗୁଡ଼ିଏ ସିଙ୍ଗଡ଼ା ଅଛି। ଏତେ ଗୁଡ଼ିଏ ସିଙ୍ଗଡ଼ା ଏଠି ଏମିତି କିଏ ପକେଇଛି? ସେ ଯା ବି ହଉ, ମୁଁ ଏ ସବୁ ସିଙ୍ଗଡ଼ା ଏବେ ଘରକୁ ନେଇଯିବି, ଆଉ ମନ ଭରି ଖାଇବି। ସେ ମୟୂର ଛୁଆ ପାଖରେ ଯାଦୁ ଶକ୍ତି ଥିଲା। ସେ ତା ଯାଦୁରେ ସିଙ୍ଗଡ଼ା ଗାଡ଼ିକୁ ନେଇ ନିଜ ଘରକୁ ଚାଲିଗଲା। ଅନେକ ସମୟ ହେଲାଣି ଖୋଜୁଛି, ହେଲେ ମୋ ସିଙ୍ଗଡ଼ା ଗାଡ଼ିକୁ ମୁଁ କୋଉଠି ବି ପାଇଲିନି। ଆରେ କଣ, ସେ ଫୁଲ ଘର ପାଖରେ ତ ମୋ ଗାଡ଼ି ଅଛି। ମୁଁ ସେଠାକୁ ଯାଇ ଦେଖେ।
ଏଠି ତ ମୋ ଗାଡି ଅଛି କିନ୍ତୁ ସିଙ୍ଗଡା ନାହିଁ। ମୁଁ ଏ ଘର ଭିତରକୁ ଯାଏ, ହୁଏତ ସେମାନେ ମୋ ସିଙ୍ଗଡା ନେଇଥିବେ। ଆରେ ତୁ କିଏ ପକ୍ଷୀ? ମୋ ବିନା ଅନୁମତିରେ ତୁ ମୋ ଘରେ ପଶିବାକୁ ସାହସ କେମିତି କଲୁ? ତୁ କଣ ଜାଣିନୁ ମୁଁ ହେଉଛି ମୟୂର ରାଣୀ? ତୁ ନିଶ୍ଚୟ ମୋ ଯାଦୁ ଶକ୍ତି ଚୋରି କରିବାକୁ ଆସିଛୁ ନା? ନା ନା, ମୁଁ ଚୋରି କରିବାକୁ ଆସିନି। ମୁଁ ମୋ ସିଙ୍ଗଡା ଖୋଜୁଛି। ଆଜି ମୁଁ 500ଟା ସିଙ୍ଗଡା ତିଆରି କରି ଚିଲ ଦିଦିଙ୍କ ଘରକୁ ନେଉଥିଲି। ରାସ୍ତା ମଝିରେ କାଉ ଭଉଣୀଙ୍କୁ ସାହାଯ୍ୟ କରିବା ପାଇଁ ମୁଁ ଅଟକିଥିଲି। ସେଇ ଭିତରେ ମୋ ସିଙ୍ଗଡା ଆଉ ଗାଡି ଚୋରି ହେଇଗଲା। ମୁଁ ମୋ ସିଙ୍ଗଡା ଖୋଜୁଥିଲି, ସେଇ ସମୟରେ ଦେଖିଲି ତୁମ ଘର ବାହାରେ ମୋ ଗାଡି ଅଛି, ହେଲେ ମୋ ସିଙ୍ଗଡା ନାହିଁ। ଯଦି ତୁମେ ମୋ ସିଙ୍ଗଡା ନେଇଛ, ଦୟାକରି ମତେ ଫେରେଇ ଦିଅ, ନହେଲେ ମୋର ବହୁତ ବଡ କ୍ଷତି ହେଇଯିବ। ମୁଁ ତ ସିଙ୍ଗଡା ଦେଖିନି ଚଢେଇ। ରହ, ମୁଁ ଏବେ ମୋ ଝିଅକୁ ଡାକୁଛି, ସେ ହୁଏତ ତ ସିଙ୍ଗଡା ଦେଖିଥିବ। ମା ମଧୁ, ଟିକେ ବାହାରକୁ ଆସିଲୁ। ହଁ ମା, କୁହ, ମତେ କଣ ପାଇଁ ଡାକିଲ? ଆଚ୍ଛା ମା, ତୁ କଣ ଏଇ ଚଢେଇର ସିଙ୍ଗଡା ଦେଖିଛୁ? ସେ ତା ସିଙ୍ଗଡା ଖୋଜୁଛି। ଆମ ଘର ବାହାରେ ତା ଗାଡି ଅଛି। ମା, ମୁଁ ରାସ୍ତାରେ ଗାଡି ସହ ଗୋଟେ ସିଙ୍ଗଡା ଝୋଡିକୁ ପାଇଥିଲି। ଆଖପାଖରେ କେହି ବି ନଥିଲେ, ସେଥିପାଇଁ ମୁଁ ସବୁ ସିଙ୍ଗଡା ନେଇ ଆସିଲି। ଆରେ ମା, ହଠାତ୍ ଏମିତି ସବୁ ସିଙ୍ଗଡା ନେଇ ଆସିବା ତୋର ଠିକ ହେଲାନି। କିଛି ସମୟ ଅପେକ୍ଷା କରିଥିଲେ ତୁ ଚଢେଇକୁ ପାଇଥାନ୍ତୁ। ଚଢେଇ ଅନେକ କଷ୍ଟ କରି ତା ସିଙ୍ଗଡା ଖୋଜୁଛି। ତୁ ଏବେ ଯା, ଘର ଭିତରୁ ସିଙ୍ଗଡା ଆଣି ଚଢେଇକୁ ଫେରେଇ ଦେବୁ। କିନ୍ତୁ ମା, ମୁଁ ତ ସବୁ ସିଙ୍ଗଡା ଖାଇ ଦେଇଛି। ଚଢେଇ ଆଣ୍ଟିଙ୍କୁ କଣ ଦେବି? ଚଢେଇ ଆଣ୍ଟି, ମତେ କ୍ଷମା କରିଦିଅ। କଣ ହେଲା? ତମେ ମୋର ସବୁ ସିଙ୍ଗଡା ଖାଇ ଦେଇଛ। ଏବେ ମୁଁ ଚିଲ ଦିଦିଙ୍କୁ କେମିତି ସିଙ୍ଗଡା ଦେବି? ଏତେ ଅଳ୍ପ ସମୟରେ ମୁଁ ପୁଣି ସିଙ୍ଗଡା ତିଆରି କରି ପାରିବିନି। ଚିନ୍ତା କରନି ଚଢେଇ, ମୋ ଝିଅ ପାଇଁ ତୋର ଅନେକ ବଡ କ୍ଷତି ହେଲା। ମୁଁ ତାର କ୍ଷତିପୂରଣ ଦେବି। ଏଇଟା ଗୋଟେ ଯାଦୁର କଡେଇ। ତୁ ଏ କଡେଇକୁ ଯାହା ବି ମାଗିବୁ ସେ ତତେ ସବୁ ଦେବ। ତୁ ଥରେ ପରୀକ୍ଷା କରି ଦେଖେ। ଆଚ୍ଛା ଠିକ ଅଛି, ଯାଦୁର କଡେଇ, ମତେ ଏବେ ହିଁ 500ଟା ସିଙ୍ଗଡା ଦିଅ। ଆରେ ବା, ସତରେ ତ ଏତେ ଶୀଘ୍ର କଡେଇରେ ସିଙ୍ଗଡା ବାହାରିଲା। ତୁମକୁ ଅନେକ ଅନେକ ଧନ୍ୟବାଦ ମୟୂର ରାଣୀ। ତାପରେ ମା ଚଢେଇ ଶୀଘ୍ର ସିଙ୍ଗଡା ଧରି ଚିଲ ପାଖକୁ ଗଲା, ଆଉ ତାକୁ ସିଙ୍ଗଡା ଦେଇ ନିଜ ଯାଦୁର କଡେଇ ସହ ଘରକୁ ଫେରିଲା। ସେ ତାର ଝିଅକୁ ସବୁ ଘଟଣା କହିଲା। ସେଦିନ ପରଠାରୁ ଚଢେଇ ସମସ୍ତଙ୍କୁ ଯାଦୁର କଡେଇ ଦ୍ୱାରା ସିଙ୍ଗଡା ତିଆରି କରି ଦେଉଥିଲା। ଆରେ ବା ଚଢେଇ, ଦିନକୁ ଦିନ ତ ସିଙ୍ଗଡା ଆହୁରି ବେଶୀ ସ୍ୱାଦିଷ୍ଟ ଲାଗୁଛି। ତୁ ତ ସିଙ୍ଗଡାରେ କଣ ମିଶାଉଛୁ? ଆରେ ନା ନା, ମୁଁ ସେମିତି କିଛି ମିଶାଉନି। ସବୁ ତୁମ ମାନଙ୍କ ଭଲ ପାଇବା। ଆମେ ତ ଭାବିଥିଲେ ଚିଲ ଦିଦି ସିଙ୍ଗଡା ନ ପାଇଲେ ଏ ଚଢେଇକୁ ଜଙ୍ଗଲରୁ ବାହାର କରିଦେବେ, କିନ୍ତୁ ଏ ଚଢେଇ ତ ଆହୁରି ବେଶୀ ବେଶୀ ସିଙ୍ଗଡା ବିକ୍ରି କରୁଛି। ଆରେ ତୁ ଗୋଟେ କଥା ଧ୍ୟାନ ଦେଲୁ ନା ନାଇଁ? ଚଢେଇ ଆଗରୁ 3 ରୁ 4 ଘଣ୍ଟା ଧରି ସିଙ୍ଗଡା ତିଆରି କରୁଥିଲା, କିନ୍ତୁ ଏବେ 10-15 ମିନିଟରେ ହିଁ ସମସ୍ତଙ୍କୁ ସିଙ୍ଗଡା ଦେଉଛି। ଏ ରହସ୍ୟ କଣ? ଯେମିତି ବି ହେଉ, ଆମକୁ ଜାଣିବାକୁ ହିଁ ପଡିବ। ତାପରେ ଦୁଇ କାଉ ଚଢେଇ ଉପରେ ନଜର ରଖିଲେ। ଦିନେ ସେମାନେ ଜାଣିଗଲେ ଚଢେଇ ଯାଦୁର କଡେଇ ସାହାଯ୍ୟରେ ସିଙ୍ଗଡା ତିଆରି କରୁଛି। ଦୁଇ କାଉ ଲୋଭରେ ପଡି ଥରେ ରାତିରେ ଚଢେଇ ଘରୁ କଡେଇ ଚୋରି କରି ନେଇଗଲେ। ଏବେ ଆମେ ବି ଧନୀ ହେଇଯିବା। ଶୀଘ୍ର ଶୀଘ୍ର ଏ କଡେଇକୁ ସିଙ୍ଗଡା ମାଗେ। ହଁ ହଁ, ଆରେ ଯାଦୁର କଢେଇ, ଆମକୁ ବି ଚଢେଇ ପରି ଅନେକ ଅନେକ ସିଙ୍ଗଡା ଦିଅ। କାଉ ମାନଙ୍କ ଏପରି କହିବା ପରେ ପରେ ହିଁ କଡେଇରୁ ସିଙ୍ଗଡା ବାହାରିବା ବଦଳରେ 2ଟି ବଡ ବଡ ଲାଠି ବାହାରିଲା, ଆଉ ଦୁଇ କାଉଙ୍କୁ ଅନେକ ପିଟିଲା। ଆରେ କଣ, ଏ କଢେଇ ତ ଆମକୁ ସିଙ୍ଗଡା ନ ଦେଇ ପିଟୁଛି କାହିଁକି? ଆରେ ମରିଗଲେ ରେ, ଏବେ କଣ କରିବା? ଚାଲ ଆମେ ଚଢେଇ ଘରକୁ ଯିବା, ସେ ହିଁ ଆମକୁ ଏ ମାଡରୁ ରକ୍ଷା କରିପାରିବ। ଚଢେଇ, ଆମକୁ କ୍ଷମା କରିଦେ। ଏଇ ନେ ତ କଡେଇ। ଆମେ ଲୋଭରେ ପଡି ତ କଡେଇ ଚୋରି କରିଥିଲୁ। ଆମକୁ ଏ ମାଡରୁ ରକ୍ଷା କର। ଯାହା ହେଇଛି ଭଲ ହେଇଛି, ତମେ 2 ଜଣ ଉଚିତ ଶିକ୍ଷା ପାଇଲ। ଯାଦୁର କଡେଇ, ଏବେ ଏମାନଙ୍କୁ ଛାଡି ଦିଅ। ଏମାନେ ନିଜ ଭୁଲ ବୁଝି ସାରିଲେଣି। ଚଢେଇର ଏପରି କହିବା ପରେ ପରେ ଲାଠି 2ଟି ଅଦୃଶ୍ୟ ହେଇଗଲା। କାଉ ମାନେ ନିଜ ଘରକୁ ଫେରିଗଲେ।
ଚଢ଼େଇ ପୂର୍ବ ଭଳି ସିଙ୍ଗଡ଼ା ବିକ୍ରି କରି ଖୁସିରେ ରହିଲା। ମା କୁନି, ମୁଁ ତ ସ୍କୁଲ ବ୍ୟାଗ ରେଡି କରିଦେଇଛି, ଏଇ ନେ। ଠିକ ଅଛି ମା, ମୁଁ ଏବେ ସ୍କୁଲ ଯାଉଛି। ଏମିତି କହି କୁନି ତା ସାଙ୍ଗ ମିନି ପାଖକୁ ଗଲା। ମିନି, ଏ ମିନି, ମୁଁ ଆସିଗଲି। ଶୀଘ୍ର ଆସି ସ୍କୁଲକୁ ଯିବା, ସ୍କୁଲ ସମୟ ହେଇଗଲାଣି। ଆମେ ପୁଣି ରୁଚି ଘରକୁ ବି ଯିବା। ହଁ କୁନି, ମୁଁ ଆସିଗଲି, ଚାଲେ ବି ଯିବା। ଏମିତି କଥା ହେଇ ସେ ଦୁଇ ସାଙ୍ଗ ରୁଚି ଘରକୁ ଗଲେ। ତାପରେ ସେମାନେ ସ୍କୁଲକୁ ବାହାରି ଗଲେ। ରାସ୍ତାରେ ଦୁଇ କାଉ ତାଙ୍କୁ ଦେଖୁଥିଲେ। ଏଇ ଦେଖ, ସେପଟେ କିଛି ଚଢ଼େଇ ଛୁଆ ସ୍କୁଲ ଯାଉଛନ୍ତି। ଚାଲ ଚାଲ, ଏମାନଙ୍କୁ ବୋକା ବନେଇ ତାଙ୍କ ଟିଫିନ ଚୋରି କରି ନେଇ ଆସିବା। ହଁ ହଁ, ଚାଲ ଚାଲ, ଶୀଘ୍ର ତାଙ୍କ ପାଖକୁ ଯିବା, ନହେଲେ ସେମାନେ ସ୍କୁଲ ପଳେଇବେ। ଆରେ ଛୁଆମାନେ, ରୁହ ରୁହ, ଗୋଟେ କଥା ଅଛି, ରୁହ କହୁଛି। ତମର ଏ ଡାକ ଛୁଆମାନେ ଶୁଣି ପାରିବେନି। ଦେଖ ମୁଁ କେମିତି ଡାକୁଛି। ମା କୁନି, ମିନି, ଶୁଣ, ମୁଁ ତମକୁ ଏକ ମଜାର କଥା କହିବି। ଟିକେ ରୁହ, ମୋ କଥା ଶୁଣିଯାଅ। କାଉ ଆଣ୍ଟି ଆମକୁ କଣ ମଜା କଥା କହିବେ? ଚାଲ ଚାଲ, ତାଙ୍କ କଥା ଶୁଣିବା। କଣ ମଜା କଥା କହିବ କାଉ ଆଣ୍ଟି? ଆମେ ତୁମ ମଜା କଥା ଶୁଣିବା ପାଇଁ ହିଁ ଅଟକି ଗଲୁ। ଆରେ ଶୁଣ, ମୁଁ ଛୁଆଙ୍କୁ କଥାରେ ଅଟକେଇ ରଖୁଛି। ତୁମେ ଯାଅ, ପଛପଟୁ ତାଙ୍କ ବ୍ୟାଗରୁ ସବୁ ଟିଫିନ ବକ୍ସ କାଢି ଲୁଚେଇ ଦେବ। ହଁ କୁନି, ଆଜି ସନ୍ଧ୍ୟା ବେଳେ ପାଖ ଜଙ୍ଗଲରେ ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଯିଏ ବି ଗୀତ ପ୍ରତିଯୋଗିତାରେ ଜିତିବ ତାକୁ ବହୁତ ଦାମୀ ପୁରସ୍କାର ମିଳିବ। ତମେ ମାନେ କଣ ସେ ଗୀତ ପ୍ରତିଯୋଗିତାରେ ଭାଗ ନେବ? ହଁ ହଁ କାଉ ଆଣ୍ଟି, ଆମେ ସେ ଗୀତ ପ୍ରତିଯୋଗିତାରେ ଭାଗ ନେବୁ। ଆମେ ଆଜି ସନ୍ଧ୍ୟାରେ ତୁମ ଘରକୁ ଯିବୁ, ତୁମେ ଆମକୁ ସେ ପ୍ରତିଯୋଗିତାକୁ ନେଇଯିବ। ତେବେ ଠିକ ଅଛି ପିଲାମାନେ, ଆମେ ଆଜି ସନ୍ଧ୍ୟାରେ ପାଖ ଜଙ୍ଗଲକୁ ଯିବା। ହେଲେ ତା ପୂର୍ବରୁ ମତେ ଏକ ଗୀତ ଗାଇକି ଶୁଣାଅ, ମୁଁ ବି ତ ଦେଖେ ତମେ ମାନେ କେମିତି ଗୀତ ଗାଉଛ। କାଉ ଆଣ୍ଟି, ମୁଁ ବହୁତ ଭଲ ଗୀତ ଗାଇପାରେ, ଏଇ ଶୁଣ। ତାପରେ ସେ ତିନି ଛୁଆ ଗୀତ ଗାଇ କାଉକୁ ଶୁଣିଲେ। ସେଇ ସୁଯୋଗରେ କାଉ ତାଙ୍କର ଟିଫିନ ସବୁ ଚୋରି କରି ନେଇଗଲା। ବା ବା, ତମେ ମାନେ ତ ବଢିଆ ଗୀତ ଗାଉଛ। ହଉ ପିଲାମାନେ, ତମେ ମାନେ ଏବେ ସ୍କୁଲକୁ ଯାଅ। ଆମେ ଯେତେବେଳେ ସେଠାକୁ ଯିବା, ସେଠି ଷ୍ଟେଜରେ ଗୀତ ଗାଇବ। ତାପରେ ସବୁ ଛୁଆ ସ୍କୁଲକୁ ଚାଲିଗଲେ। ଦୁଇ କାଉ ପେଟ ପୁରା ଖାଇବା ଖାଇଲେ। ଦେଖିଲ, ମୋ ବୁଦ୍ଧି ପାଇଁ ଆମେ କେମିତି ପେଟ ପୁରା ଖାଇବା ଖାଇପାରିଲେ। ଏମିତି ଯଦି ପ୍ରତିଦିନ ଆମେ ଛୋଟ ଛୋଟ ସ୍କୁଲ ଛୁଆଙ୍କୁ ବୋକା ବନି ତାଙ୍କ ଟିଫିନ ଖାଇପାରନ୍ତି ନା, ଆମକୁ ଆଉ ପରିଶ୍ରମ କରି ଖାଇବା ଖୋଜିବାକୁ ପଡନ୍ତାନି। ହଁ, ତୁ ଠିକ କହିଛୁ। ଏବେ ପ୍ରତ୍ୟେକ ଦିନ ଆମେ ରାସ୍ତାରେ ଜଗିଥିବା। ଛୁଆମାନେ ଯେତେବେଳେ ସ୍କୁଲକୁ ଯାଉଥିବେ ତାଙ୍କୁ ବୋକା ବନେଇ ତାଙ୍କ ଟିଫିନ ଚୋରି କରି ନେବା। କୁନି, ମୋ ବ୍ୟାଗରେ ଟିଫିନ ବକ୍ସ ନାହିଁ। ମା ବୋଧେ ଟିଫିନ ବକ୍ସ ଦେବାକୁ ଭୁଲି ଯାଇଥିବେ। ଆଜି ମୁଁ କଣ ଖାଇବି? ତୁ ଚିନ୍ତା କରନି, ମୋ ମା ଟିଫିନ ବକ୍ସ ଦେଇଛନ୍ତି। ରହ, ମୁଁ ଏବେ ବାହାର କରୁଛି, ଆମେ ଦୁଇ ଜଣ ମିଶିକି ଖାଇବା। ଏ କଣ, ମୋ ବ୍ୟାଗରେ ତ ଟିଫିନ ବକ୍ସ ନାହିଁ। ଲାଗୁଛି ମୋ ମା ବି ମତେ ଆଜି ଟିଫିନ ବକ୍ସ ଦେଇନାହାନ୍ତି। ଆରେ ସାଙ୍ଗମାନେ, ଜାଣିଛ ମୋ ଟିଫିନ ବକ୍ସ ଚୋରି ହେଇଯାଇଛି। ମୁଁ ସମସ୍ତଙ୍କ ବ୍ୟାଗ ଚେକ୍ କଲି, ହେଲେ କାହା ପାଖରେ ବି ମୋ ଟିଫିନ ବକ୍ସ ନଥିଲା। ଆଜି ତମେ ମାନେ ନିଜ ଟିଫିନରୁ ମତେ କିଛି ଖାଇବା ଦେଇଥାଅ। ମୁଁ ଯଦି ଖାଇବା ନ ଖାଇବି ମୋ ମୁଣ୍ଡ ବୁଲେଇଦେବ। ଆରେ, ତୋ ଟିଫିନ ବକ୍ସ ଚୋରି ହେଇନଥିବ। ତୁ ଆଜି ଘରୁ ଟିଫିନ ବକ୍ସ ଆଣି ନଥିବୁ। ଆଜି ଆମ ଦୁଇ ଜଣଙ୍କ ମା ବି ଟିଫିନ ବକ୍ସ ଦେଇନାହାନ୍ତି। ସ୍କୁଲ ଛୁଟି ପରେ ଆମେ ଶୀଘ୍ର ଘରକୁ ଯାଇ କିଛି ଖାଇନେବା। ଏମିତି ସେ ଦିନ ବିତିଗଲା। ସନ୍ଧ୍ୟାରେ ସବୁ ଛୁଆ ଘରକୁ ଫେରିଲେ। ମା, ଭାରି ଭୋକ ଲାଗିଲାଣି, କିଛି ଖାଇବାକୁ ଦିଅ। ଆଜି ତୁମେ କଣ ପାଇଁ ମତେ ଟିଫିନ ବକ୍ସ ଦେଇନଥିଲ? ଦିନ ସାରା ମୁଁ ଆଜି ଉପାସରେ ରହିଲି। ଏ କଣ କହୁଛୁ ରେ ମା? ମୁଁ ତତେ ଆଜି ଟିଫିନ ଦେଇଥିଲି। କଣ ହେଲା ମା? ତୁମେ ଟିଫିନ ବକ୍ସ ଦେଇଥିଲ, ହେଲେ ମୋ ବ୍ୟାଗରେ ତ ନଥିଲା। ତାହେଲେ କଣ ମୋ ଟିଫିନ ବକ୍ସ ଚୋରି ହେଇଗଲା? ହଁ, ନିଶ୍ଚୟ ସ୍କୁଲରେ ତ ଟିଫିନ ଚୋରି ହେଇଯାଇଥିବ। ତୁ କାଲି ସ୍କୁଲକୁ ଗଲେ ତୋ କ୍ଲାସ ଟିଚରଙ୍କୁ ଏକଥା କହିଦେବୁ। ଚାଲେ, ମୁଁ ତତେ ଏବେ ଖାଇବା ବାଢି ଦେବି, ତୁ ଖାଇବୁ। ମା, ଗୋଟେ କଥା କହିବାକୁ ତ ମୁଁ ଭୁଲି ଯାଇଥିଲି। ପାଖ ଜଙ୍ଗଲରେ ନା ଗୀତ ପ୍ରତିଯୋଗିତା ହେଉଛି। କାଉ ଆଣ୍ଟି ମୋର ଆଉ ମୋ ସାଙ୍ଗମାନଙ୍କର ନାଁ ଲେଖି ଦେଇଛନ୍ତି। ଆମେ ଆଜି ତାଙ୍କ ସାଙ୍ଗରେ ସେଠାକୁ ଯାଇ ଗୀତ ପ୍ରତିଯୋଗିତାରେ ଭାଗ ନେବୁ। ଯିଏ ଜିତିବ ତାକୁ ବହୁତ ଭଲ ପୁରସ୍କାର ମିଳିବ।
ଆଚ୍ଛା ଠିକ ଅଛି, ତୁ ଯା, ଭଲ ଗୀତ ଗାଇବୁ। କାଉ ଆଣ୍ଟି, ଆମେ ଆସିଗଲୁ, ଚାଲ ଏବେ ପାଖ ଜଙ୍ଗଲକୁ ଯିବା। ହେଇରେ, ଏମାନେ ତ ଆସିଗଲେ। ମୁଁ ଏ ଛୁଆଙ୍କ କଥା ପୁରାପୁରି ଭୁଲି ଯାଇଥିଲି। କିଛି ଗୋଟେ ବାହାନା କରି ମୁଁ ଏମାନଙ୍କୁ ଏଠୁ ବିଦା କରି। ଆରେ ପିଲାମାନେ, ତମେ ମାନେ ଆସିଗଲ। କୌଣସି ଏକ କାରଣରୁ ଗୀତ ପ୍ରତିଯୋଗିତାକୁ ବାତିଲ କରାଯାଇଛି। ଆର ମାସ ପୁଣି ଥରେ ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହେବ। ସେତେବେଳେ ମୁଁ ତମମାନଙ୍କୁ ନେଇଯିବି। କଣ ହେଲା? ଆମେ ଗୀତ ପ୍ରତିଯୋଗିତାରେ ଭାଗ ନେଇ ପାରିବୁନି? ଆମେ କେତେ ଆଶାରେ ଆସିଥିଲୁ। ଆଚ୍ଛା ହଉ କାଉ ଆଣ୍ଟି, ଆମେ ଏବେ ଯାଉଛୁ। ଆସନ୍ତା ମାସ ଗୀତ ପ୍ରତିଯୋଗିତା ହେଲେ ଆମକୁ ନେଇଯିବ। ତାପରେ ସବୁ ଛୁଆ ନିଜ ନିଜ ଘରକୁ ଫେରିଗଲେ। ପରଦିନ ସକାଳେ, ମା କୁନି, ମୁଁ ଆଜି ତ ଟିଫିନରେ ଖିଚୁଡ଼ି ଦେଇଛି। ଟିଫିନକୁ ଭଲ ଭାବରେ ରଖିବୁ, ଯେମିତି ଆଜି ତ ଟିଫିନ କେହି ଚୋରି କରିପାରିବେନି। ଠିକ ଅଛି ମା, ଆଜି ମୁଁ ମୋ ସ୍କୁଲ ବ୍ୟାଗ ଛାଡି ବାହାରକୁ ଖେଳିବା ପାଇଁ ଯିବିନି। ତାପରେ ସେ ତିନି ସାଙ୍ଗ ସ୍କୁଲକୁ ଯିବା ପାଇଁ ବାହାରି ଗଲେ। ରାସ୍ତାରେ ଦୁଇ କାଉଙ୍କ ସହ ତାଙ୍କର ଦେଖା ହେଲା। ଆରେ ପିଲାମାନେ, ତମେ ମାନେ ଆଜି ସ୍କୁଲକୁ ଯାଉଛ? ଆଜି କେହି ବି ସ୍କୁଲକୁ ଯାଉନାହାନ୍ତି। ନଦୀ ପାଖରେ ଏକ ମେଳା ପଡିଛି। ସମସ୍ତେ ସେ ମେଳା ଦେଖିବାକୁ ଯାଇଛନ୍ତି। ତମେ ମାନେ ବି ସେ ମେଳା ଦେଖିବାକୁ ଯାଅ। ସତରେ କାଉ ଆଣ୍ଟି, ନଦୀ ପାଖରେ ମେଳା ପଡିଛି? ଆମେ ଏକଥା ଜାଣିନଥିଲୁ। ଆଚ୍ଛା ଆଚ୍ଛା, ଆମେ ଏବେ ନଦୀ ପାଖକୁ ଯାଉଛୁ। ଶୁଣ, ତମେ ମାନେ ତ ମେଳା ଯାଉଛ, ତମ ସ୍କୁଲ ବ୍ୟାଗ ଏ ବୁଦା ମୂଳରେ ଲୁଚେଇ ରଖିଦିଅ, ନହେଲେ ସେଠି ତମ ସ୍କୁଲ ବ୍ୟାଗ ଚୋରି ହେଇଯାଇପାରେ। ହଁ କାଉ ଆଣ୍ଟି, ଠିକ କଥା କହିଛ। ଆମେ ବୁଦା ମୂଳରେ 3 ଜଣଙ୍କ ବ୍ୟାଗ ରଖିଦେଇ ଯାଉଛୁ। ଫେରିଲା ପରେ ଆମେ ସ୍କୁଲ ବ୍ୟାଗ ନେଇଯିବୁ। କାଲି ପିଲାଗୁଡାଙ୍କୁ ବୋକା ବନି ଖାଇବା ଖାଇଥିଲେ, ଆଜି ବି ଖାଇବା ମିଳିଗଲା। ଶୁଣ, ଆଜି ଟିଫିନ ବକ୍ସ ନେବାନି। ଖାଇବା ଖାଇସାରି ଟିଫିନ ବକ୍ସ ତାଙ୍କ ବ୍ୟାଗରେ ହିଁ ରଖିଦେବା। ଏମିତି କଥା ହେଇ ସେ ଦୁଇ କାଉ ଟିଫିନ ବକ୍ସରୁ ଖାଇବା ବାହାର କରି ଖାଇଲେ। ଦୂରରୁ ମିନୁ ଚଢ଼ି ସେମାନଙ୍କୁ ଦେଖୁଥିଲା। ବଦମାସ କାଉ ଦଳ, ଛୋଟ ଛୁଆଙ୍କୁ ଠକି ତାଙ୍କ ଖାଇବା ଖାଉଛ? ରୁହ, ମୁଁ ଏବେ ଏକଥା ତାଙ୍କ ମାକୁ କହିଦେବି। ସେ ତମମାନଙ୍କୁ ଉଚିତ ଶିକ୍ଷା ଦେବ। ରିନୁ, ଏ ରିନୁ, ଘରେ ଅଛୁ? ଶୀଘ୍ର ବାହାରକୁ ଆସେ, ତୋ ପାଖରେ ଏକ ଜରୁରୀ କଥା ଅଛି। କଣ ହେଲା ମିନୁ, କଣ କଥା କହିବୁ? ତାପରେ ମିନୁ ରିନୁକୁ ସବୁ ଘଟଣା କହିଲା। ସବୁ ଶୁଣି ତ ରିନୁ ଭୀଷଣ ରାଗିଗଲା। ବଦମାସ କାଉ ଦଳ, ମିଛ କହି ମୋ ଛୁଆଙ୍କର ଟିଫିନ ଖାଉଛନ୍ତି। ସେମାନଙ୍କୁ ମୁଁ ଜମା ବି ଛାଡ଼ିବିନି। ମୁଁ ଆଗ ମୋ ଛୁଆଙ୍କ ପାଖକୁ ଯାଏ। ଏମିତି କହି ମା ଚଢ଼େଇ ତା ଛୁଆଙ୍କ ପାଖକୁ ଗଲା। ରିନୁକୁ ଦେଖି ତ ସବୁ ଛୁଆ ଖୁବ ଡରିଗଲେ। ମା, ତୁମେ ଏଠି? ମୁଁ ଜାଣେରେ ମା, ତୁ ମତେ ଦେଖି ଭୟ କରୁଛୁ। ଡରନି, ମୁଁ ତତେ ଜମା ବି ମାରିବିନି। କାଉ ମାନଙ୍କ ପାଖରୁ ସାବଧାନ କରିବା ପାଇଁ ମୁଁ ତମ ମାନଙ୍କ ପାଖକୁ ଆସିଛି। ମାନେ କଣ କହୁଛ ମାଉସୀ? ଆମେ ତ କିଛି ବି ବୁଝିପାରୁନୁ। ତାପରେ ରିନୁ କାଉ ମାନଙ୍କର ସବୁ ମିଛ କଥା ଛୁଆ ମାନଙ୍କୁ କହିଲା। ଓ, ଏଇଥିପାଇଁ ତାହେଲେ ଆମେ ନଦୀ ପାଖରେ ଯେତେ ଖୋଜିଲେ ବି ମେଳା ପାଉନୁ। ସେ ଦୁଇ କାଉଙ୍କ ପାଇଁ ଆମେ ସବୁବେଳେ ଉପାସରେ ରହୁଛୁ। ମା, ସେ ଦୁଇ କାଉଙ୍କୁ ଉଚିତ ଶିକ୍ଷା ଦିଅ। ହଁ, ମୁଁ କାଲି ହିଁ ସେମାନଙ୍କୁ ଉଚିତ ଶାସ୍ତି ଦେବି। ଏବେ ତମେ ମାନେ ଆଗ ସ୍କୁଲକୁ ଯାଅ, ନହେଲେ ତମେ ମାନେ ପାଠ ପଢାରେ ପଛେଇ ଯିବ। ସେ ତିନି ଛୁଆ ନିଜ ନିଜ ସ୍କୁଲ ବ୍ୟାଗ ନେଇ ସ୍କୁଲକୁ ଚାଲିଗଲେ। ଏମିତି ସେ ଦିନ ବିତିଗଲା। ପରଦିନ ସକାଳେ, ଆଜି ସେ ଦୁଷ୍ଟ କାଉ ମାନେ ଉଚିତ ଶିକ୍ଷା ପାଇବେ। କୁନି, ମୁଁ ତତେ ଯେମିତି କହିଛି ତୁ ସେମିତି କରିବୁ। କାଉ ଆଣ୍ଟି, ଆମେ ଆଜି ନଦୀକୁ ଗାଧେଇବା ପାଇଁ ଯିବୁ। ତୁମେ ଏକଥା କାହାକୁ କହିବନି। ହଁ ହଁ, ମୁଁ କାହାକୁ ବି କହିବିନି। ତମେ ଦୁଇ ଛୁଆ ଏଠି ନିଜ ସ୍କୁଲ ବ୍ୟାଗ ଲୁଚେଇ ଦେଇ ଚାଲିଯାଅ। ହଁ, ମୁଁ ଆଜି ଏମିତି ଲୁଚେଇବି ଯେ କେହି ଖୋଜିଲେ ପାଇବେନି। କାଲି ନା କିଏ ଜଣେ ଆମ ଟିଫିନ ଚୋରି କରି ଖାଇ ଦେଇଥିଲା। ଏ ଜଙ୍ଗଲକୁ ଅନେକ ଅଚିହ୍ନା ଚଢ଼େଇ ଆସନ୍ତି। ସେମାନେ ହିଁ ତମମାନଙ୍କ ଟିଫିନ ଖାଇଥିବେ। ଆରେ, ମୁଁ ତ ଭାବୁଥିଲି ଛୁଆମାନେ ଆମକୁ ସନ୍ଦେହ କରିବେ, ହେଲେ ଏମାନେ ତ କିଛି ବି ବୁଝିପାରିଲେନି। ଚାଲ ଆଜି ବି ତାଙ୍କ ଟିଫିନ ଖାଇଦେବା। ପରେ ଯଦି ସେମାନେ ପଚାରିବେ, ଆମେ କହିବା ଏଠି ଗୋଟେ ଅଚିହ୍ନା ଚଢ଼େଇକୁ ତୁମ ବ୍ୟାଗ ପାଖରେ ଦେଖିଥିଲୁ। ସେ ହିଁ ତମମାନଙ୍କ ଟିଫିନ ଖାଇଥିବ। ଏମିତି କଥା ହେଇ ଦୁଇ କାଉ ଟିଫିନ ଖାଇଲେ। ହଠାତ୍ ତାଙ୍କ ପେଟ ଫୁଲିବା ଆରମ୍ଭ ହେଲା। କାରଣ ମା ଚଢ଼େଇ ସେ ଖାଇବାରେ ପେଟ ଫୁଲାର ଔଷଧ ମିଶେଇ ଦେଇଥିଲା। ଦୁଇ କାଉଙ୍କ ପେଟ ଫୁଲିବା ଯୋଗୁଁ ସେମାନେ ଆଉ କୁଆଡେ ବି ଯାଇପାରିଲେନି। ସେଇଠି ପଡି ରହିଲେ।
ଏ କଣ ଆମ ପେଟ ଏମିତି ଫୁଲିଗଲା କେମିତି? ଏ ଖାଇବାରେ କଣ ମିଶା ଯାଇଥିଲା? ବଞ୍ଚାଅ, ଆମକୁ କେହି ବଞ୍ଚାଅ, ଆମେ ଉଡି ପାରୁନୁ। ତମ ମାନଙ୍କ ଭଳି ଦୁଷ୍ଟ ପକ୍ଷୀଙ୍କୁ ଏମିତି ହିଁ ଶାସ୍ତି ଦରକାର। ତମେ 2 ଜଣ ଚୋରି କରି ସ୍କୁଲ ଛୁଆଙ୍କ ଟିଫିନ ଖାଉଛ, ତା ସହ ଛୁଆଙ୍କ ପାଠ ପଢାରେ ବି କ୍ଷତି କରୁଛ। ତମ ମାନଙ୍କୁ ଉଚ୍ଚ ଶିକ୍ଷା ଦେବା ପାଇଁ ମୁଁ ଏ କାମ କରିଛି। ଏ କଷ୍ଟ ପାଇଲେ ଯାଇ ତମେ ମାନେ ଜାଣିବ ତମେ ମାନେ କେତେ ବଡ ଭୁଲ କରିଛ। ଠିକ କହିଛୁ ରିନୁ, ଏମାନଙ୍କୁ ଏମିତି ହିଁ ଶାସ୍ତି ଦରକାର। ଆଜି ତ ବୁଦ୍ଧି ପାଇଁ ଆମେ ଦୁଷ୍ଟ କାଉ ମାନଙ୍କୁ ଧରି ପାରିଲି। ନା ନା ଚଢେଇ, ଆମର ଭୁଲ ହେଇଗଲା। ଆମେ ଆଉ ଦିନେ ବି ଏମିତି ଭୁଲ କରିବୁନି। ଏଇ ଜଙ୍ଗଲ ଛାଡି ଚାଲିଯିବୁ। ଦୟାକରି ଆମକୁ ବଞ୍ଚା। 2 କାଉ ଯେତେ କହିଲେ ବି ଅନ୍ୟମାନେ ତାଙ୍କ କଥା ନ ଶୁଣି ସେଠାରୁ ଚାଲିଗଲେ। 2 କାଉ ସେମିତି ପଡି ରହିଥିଲେ। ସେମାନେ ଟିକେ ବି ହଲି ପାରୁନଥିଲେ। କିଛି ସମୟ ପରେ ହିଁ ସେ 2 କାଉ ମରିଗଲେ।